ଆସନ୍ତାକାଲି କେନ୍ଦୁଝରରେ ପୋଷାକ ଶିଳ୍ପ ଓ ଡାଟା ସେଣ୍ଟର ପ୍ରକଳ୍ପର ଭୂମିପୂଜନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦୁଝରରେ ନାମୀଦାମୀ କମ୍ପାନୀ ଭଳି ବ୍ରାଣ୍ଡେଡ୍ ପୋଷାକ ତିଆରି କରିବେ ଜିଲ୍ଲାର ତାଲିମପ୍ରାପ୍ତ ଯୁବକ ଯୁବତୀ। ସିଲେଇ କ୍ଷେତ୍ରରେ ତାଲିମ ନେଇଥିବା 1200 ଯୁବକ ଯୁବତୀ ଏଠାରେ ସିଧାସଳଖ ନିଯୁକ୍ତି ସୁଯୋଗ ପାଇବେ, ଯେଉଁଥିପାଇଁ 100 କୋଟି ଟଙ୍କା ବିନିଯୋଗରେ ପୋଷାକ ଶିଳ୍ପ ପାଇଁ 12 ଏକର ଜମି ଯୋଗାଇ ଦେବେ ଜିଲ୍ଲା ପ୍ରଶାସନ। ଏଥିପାଇଁ ପ୍ରଥମ ଦଫାରେ ବଳଭଦ୍ରପୁରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ 6.61 ଏକର ଜମି ଯୋଗାଇ ଦିଆଯାଇଛି। ଏହି ପ୍ରକଳ୍ପର ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଏଥିସହ ଧରଣୀଧର ବିଶ୍ୱବିଦ୍ୟାଳୟ ଉତ୍ତର କ୍ୟାମ୍ପସଠାରେ ଓକାକ୍ ପକ୍ଷରୁ ସ୍ଥାପିତ ହେବ ଏକ ଡାଟା ସେଣ୍ଟର। 187 କୋଟି ଟଙ୍କା ବ୍ୟୟରେ ଏହା ସ୍ଥାପନ ହେବ। ଏହି କେନ୍ଦ୍ର ସ୍ଥାପନ ହେବା ଫଳରେ 5 ମେଗାୱାଟ୍ ବିଜୁଳି ଉତ୍ପାଦନ ହେବା ସହ ସାଇବର ସୁରକ୍ଷା, ଏଆଇ ସୁରକ୍ଷା କାର୍ଯ୍ୟ ବ୍ୟବସ୍ଥା ଓ ଦୃଢ଼ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ ତଥ୍ୟ ପୁନରୁଦ୍ଧାର କାର୍ଯ୍ୟ କରିବ, ଯାହା କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲା ପାଇଁ ଏକ ଖୁସି ଖବର। ଆସନ୍ତାକାଲି ଅନରେବଲ୍ ସିଏମ୍ ସାର୍ଙ୍କ ଦ୍ୱାରା 2 ଗୋଟି ପ୍ରୋଜେକ୍ଟର ଶିଳାନ୍ୟାସ ହେବାକୁ ଯାଉଅଛି। ପ୍ରଥମଟି ଅଛି ଆମର ଟେକ୍ସଟାଇଲ୍ ପାର୍କ, ଏଇ ଯେଉଁ ସାଇଟ୍ରେ ଆମେ ଠିଆ ହେଇଛନ୍ତି ବଳଭଦ୍ରପୁର ଏଇ ସାଇଟ୍ରେ। ଦ୍ୱିତୀୟଟି ଅଛି ଆମର ଡିଜାଷ୍ଟର ରିକଭରି ଏବଂ ଡାଟା ସେଣ୍ଟର, ଯେଉଁଟାକି ଆମର ଡିଡି ୟୁନିଭର୍ସିଟିର ସାଉଥ୍ କ୍ୟାମ୍ପସରେ ହେବାକୁ ଯାଉଛି। ତେଣୁ ଯେହେତୁ ପ୍ରୋଗ୍ରାମ୍ ଫାଇନାଲ୍ କିଛି ଆସିନି ଏପର୍ଯ୍ୟନ୍ତ ଟୁର୍ ନୋଟ୍ଟା ସାର୍ଙ୍କର, ତ ସେ ବିଷୟରେ କହିବା ଠିକ୍ ହେବ ନାହିଁ, କିନ୍ତୁ ଏତିକି ଆମେ କହିପାରିବୁ ଯେ କାଲି ଏଇ 2ଟା ପ୍ରୋଗ୍ରାମର ଶିଳାନ୍ୟାସ ପ୍ରୋଗ୍ରାମ ଅଛି। କେନ୍ଦୁଝରରୁ ମନୋଜ ଖିସିଙ୍କ ରିପୋର୍ଟ, ଖବର ଓଡ଼ିଶା।